Hi friends, welcome to our YouTube channel SBM Coaching Center. Friends, ଆଜି ଆପଣମାନଙ୍କର ଦେଖିବା ଯେ ସୋସିଆଲ ସାଇନ୍ସର ପ୍ରଶ୍ନ ପେପର ଯାହାକି ଆପଣମାନଙ୍କ ପାଇଁ ସେଟ୍ 2 ଆଣିଦେଇଛି। ଯଦି ଆପଣମାନେ ପ୍ରଥମ ଭିଡ଼ିଓକୁ ଆମର ଦେଖିନାହାନ୍ତି ତେବେ ସେଟ୍ 1 ଯାଇକି ଦେଖନ୍ତୁ ଏବଂ ପ୍ରାକ୍ଟିସ୍ କରନ୍ତୁ, ଯାହାକି ଆପଣମାନଙ୍କର ଯେଉଁ ସमेଟିଭ୍ ଆସେସମେଣ୍ଟ 1ରେ ନିଶ୍ଚିତ ରୂପେ ହେଲ୍ପଫୁଲ୍ ହେବ। ତ ଏହି ଭିଡ଼ିଓରେ ଆମର ସବୁ ସବଜେକ୍ଟର ପ୍ରାକ୍ଟିସ୍ ସରିଯାଇଛି SC1ର ବା ସେଟ୍ 1ର। ତ ଆମେ ଏବେ ବର୍ତ୍ତମାନ ଗୋଟେ ସେଟ୍ 2କୁ ଦେଖିବା, ତାପରେ ସେଟ୍ 3 ସେଟ୍ 4 ଆସିବା। ଆମର ଯେଉଁ ଦଶମ ଶ୍ରେଣୀର ଅଛି ସमेଟିଭ୍ ଆସେସମେଣ୍ଟ 1 ସେ ସମସ୍ତ ଆମର ବିଷୟବସ୍ତୁ 4-5 ଦିନ ସେଟ୍ ପ୍ରାକ୍ଟିସ୍ କରିବା, ଯାହାକି ତୁମର ଦଶମ ଶ୍ରେଣୀରେ ଭଲ ଯେମିତି ମାର୍କ ରହିବ ସେ ଉପରେ ଆମେ ଗୁରୁତ୍ୱ ଦେବା। ତ ଯଦି ଆପଣମାନେ ଆମ ଚ୍ୟାନେଲ୍ ଗୁଡ଼ିକୁ ଦେଖିନାହାନ୍ତି ସେଇ ଭିଡ଼ିଓ ଗୁଡ଼ିକୁ ଯାଇକି ଦେଖିଦିଅନ୍ତୁ ଏବଂ ଯଦି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନାହାନ୍ତି ତ ଚ୍ୟାନେଲ୍କୁ ମଧ୍ୟ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଏକ୍ଜାମ୍ ରିଲେଟିଭ୍ ଭିଡ଼ିଓ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଆପଣମାନେ ପାଇଯିବେ। ତ ଦେଖନ୍ତୁ, ଆଜି ଆମେ ଦେଖିବା ତୁମମାନଙ୍କର SS ସୋସିଆଲ ସାଇନ୍ସ ବା SSC ବୋଲି କହୁଛ। ଏଇଠି ଆପଣମାନଙ୍କର କ'ଣ ଦେଇଛି, ପ୍ରଥମେ ଦେଖିବା ଭୂଗୋଳ ଅର୍ଥନୀତି, ତା ସହିତ ସାଙ୍ଗମାନେ ଦେଖନ୍ତୁ ସମୟ ଘଣ୍ଟାଟେ, ପୂର୍ଣ୍ଣ ସଂଖ୍ୟା ଆପଣମାନଙ୍କର 50 ମାର୍କ। ଦେଖନ୍ତୁ ଆମେ 50ଟା MCQ ଆଲୋଚନା କରିବା, ତା ସହିତ 1 ଘଣ୍ଟା ସମୟ, କିନ୍ତୁ ଆମେ 1 ଘଣ୍ଟା ସମୟ ନେବା ନାହିଁ, ଯାହାକି 10 ମିନିଟ୍ ଭିତରେ ଭିଡ଼ିଓଟାକୁ ସାରିବା। ଆଉ ଭିଡ଼ିଓଟିକୁ ଆପଣମାନେ ସ୍କିପ୍ ନ କରିକିରି ଆରମ୍ଭରୁ ଶେଷ ଦେଖନ୍ତୁ ଏବଂ ସେଇ ପ୍ରଶ୍ନ ଗୁଡ଼ିକ ଯେଉଁ ହେଇଛି ଏ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ, କାହିଁକି ନା এইଗୁଡ଼ିକ ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଗୁଡ଼ିକ। ଏହି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡ଼ିକୁ ଯଦି ଆପଣ ଉତ୍ତର ଦେଇଦେଲେ ଆପଣମାନେ, ତାହେଲେ ଆପଣମାନଙ୍କର ସ୍କୋର ଭଲ ରହିବ ବୋଲି ମୁଁ ଆଶା କରୁଛି। ଏବଂ ଦେଖନ୍ତୁ ଏଇଟାକୁ ଏମିତି ଭାବରେ ଆପଣମାନେ ଆନ୍ସର ଦେବେ ଯେମିତି ଆପଣମାନେ ପରୀକ୍ଷା ଦେଉଛନ୍ତି। ଭାବନ୍ତୁ ଆପଣମାନେ ପରୀକ୍ଷା ଦେଉଛନ୍ତି ଏବଂ ଏଗୁଡ଼ିକ ହେଉଛି କ୍ୱେଶ୍ଚିନ୍। ଏଗୁଡ଼ିକ ଆପଣମାନେ ମଧ୍ୟ ପ୍ରଶ୍ନକୁ ପଢ଼ିବି, ଆପଣମାନେ ମଧ୍ୟ ପ୍ରଶ୍ନକୁ ଦେଖନ୍ତୁ, ଏହାର ଉତ୍ତର ଗୁଡ଼ିକ ମଧ୍ୟ ମୁଁ କହିବି। ଏହି ଉତ୍ତର ଗୁଡ଼ିକ ମଧ୍ୟରୁ ଯଦି ଆପଣମାନେ ସଠିକ୍ ଉତ୍ତରକୁ ଜାଣିଛନ୍ତି ତାହେଲେ ସର୍ବପ୍ରଥମେ ଏହି ଉତ୍ତର ଗୁଡ଼ିକୁ ଦେଖନ୍ତୁ ଆଉ ଉତ୍ତର ଗୁଡ଼ିକୁ ଖାତାରେ ଲେଖନ୍ତୁ। ଯେତେବେଳେ ସମସ୍ତ 25ଟା 50ଟା ମୁଁ ଯେତେବେଳେ ପ୍ରଶ୍ନ ଆଲୋଚନା କରିବି ଏବଂ ସରିଲା ପରେ ଦେଖିବେ ଆପଣମାନେ ଆପଣମାନଙ୍କର କେତେଟା ମାର୍କ ଠିକ୍ ଅଛି, କେତେଟା ପ୍ରଶ୍ନ ଠିକ୍ ଅଛି। ଆଉ ସବୁବେଳେ 50ରୁ 50 ଆଣିବାକୁ ଚେଷ୍ଟା କରନ୍ତୁ ଏବଂ କମେଣ୍ଟ ମାଧ୍ୟମରେ ଜଣାଇବେ ଆପଣମାନଙ୍କର କେତେ ସ୍କୋର ରହିଲା ରହୁଛି ବନ୍ଧୁଗଣ। ତ ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ଦେଖନ୍ତୁ 1 ନମ୍ବର ପ୍ରଶ୍ନ କହିଛି, ପଦ୍ମଜା ନାଇଡୁ ହିମାଳୟନ ପ୍ରାଣୀ ଉଦ୍ୟାନ କେଉଁ ବନ୍ୟପ୍ରାଣୀ ପାଇଁ ସଂରକ୍ଷିତ? ଦେଖନ୍ତୁ ପଦ୍ମଜା ନାଇଡୁ ହିମାଳୟନ ପ୍ରାଣୀ ଉଦ୍ୟାନ କେଉଁ ପ୍ରାଣୀ ପାଇଁ? ନା ଲାଲ ପାଣ୍ଡା, ନା ହାତୀ, ନା ଗଣ୍ଡା, ସିଂହ। ଏମାନଙ୍କ ମଧ୍ୟରୁ ଆପଣ ଯଦି ସଠିକ୍ ଅପସନ୍କୁ ଠିକ୍ ବୋଲି ଭାବୁଛନ୍ତି ତାହେଲେ ସେଟାକୁ ଠିକ୍ ବୋଲି ଖାତାରେ ଲେଖିଦିଅନ୍ତୁ। ତ ଦେଖନ୍ତୁ ଏହାର ରାଇଟ୍ ଆନ୍ସର ହେବ ଲାଲ ପାଣ୍ଡା। ଜଳ ବିବାଦ ଆଇନ ପ୍ରଥମେ କେଉଁ ମସିହାରେ ପ୍ରଣୀତ ହୋଇଥିଲା? ଜଳ ବିବାଦ ଆଇନ ପ୍ରଥମେ 1956 ମସିହାରେ ପ୍ରଣୀତ ହୋଇଥିଲା। ପୃଥିବୀ ପୃଷ୍ଠରୁ କେତେ ଭାଗ ଜଳ ଦ୍ୱାରା ଆଚ୍ଛାଦିତ? ଦେଖନ୍ତୁ ଜଳ ଭାଗ କହିଛି, ଧରିନିଅ ପୃଥିବୀଟାକୁ ଆମେ ଯଦି 4 ଭାଗ କରିବା, ପୃଥିବୀକୁ 4 ଭାଗ କଲେ ସେଥିରୁ 3 ଭାଗ ଆକା 4 ଭାଗରୁ ମୋଟ 4 ଭାଗ। ଆଚ୍ଛା ଜଳ କେତେ ଭାଗ? 1 ଭାଗ ହେଉଛି ସ୍ଥଳ ଭାଗ, ଆଉ 3ଟି ଯେଉଁ ଭାଗ ରହିଲା ଜଳ ହେଲା। ତାର ଅର୍ଥ ସେ ପଚାରି ଜଳ କେତେ ଭାଗ? ନା 1 2 3 4 ଭାଗରୁ 3 ଭାଗ ହେଉଛି ଜଳ। ତା ଅର୍ଥ 3/4। 3/4କୁ ଆମେ କ'ଣ କହିବା? 3/4, 4 ଅଂଶରୁ 3 ଅଂଶ ହେଉଛି ଜଳ, ମନେ ରହିଲା। ଆଚ୍ଛା ଯଦି ସ୍ଥଳ ଭାଗ ଯଦି ପଚାରିଥାନ୍ତା ତାହେଲେ ଆମେ କ'ଣ କରିଥାନ୍ତେ? 1/4, 4 ଭାଗରୁ 1 ଭାଗ ହେଉଛି ସ୍ଥଳ ଭାଗ, କିନ୍ତୁ ଯେହେତୁ ଜଳ ଭାଗ ପଚାରିଛି ସେଥିପାଇଁ 4 ଭାଗରୁ 3 ଭାଗ ହେଉଛି ଜଳ ଭାଗ। ତାପରେ ଦେଖନ୍ତୁ ସବୁଠାରୁ କୋମଳ ଖଣିଜର ନାମ କ'ଣ? ସବୁଠାରୁ କୋମଳ ଖଣିଜ ହେଉଛି, ଦେଖନ୍ତୁ ରୂପା ନାହିଁ ହବନି, ଟିଣ ମଧ୍ୟ ହବନି, ଚୂନପଥର ହବନି, ତ ହବ କୋଉଟା? ଟାଲ୍କ। ଟାଲ୍କ ହେଉଛି ସବୁଠାରୁ କୋମଳ ଖଣିଜ। କେଉଁ ଖଣି ଭାରତର ସବୁଠାରୁ ବଡ଼ ଲୁହାପଥର ଗଚ୍ଛିତ ଥିବା ଖଣି? ଭାରତର ସବୁଠାରୁ ବଡ଼ ଲୁହାପଥରରେ କେଉଁ ଖଣିଜ ଗଚ୍ଛିତ ହୋଇକି ରହିଛି? ଏହା ଦେଖନ୍ତୁ କାଇଡ଼ା, ନା ବରସୋଆ, ନା ଗୁଆ, ନା ଚିରିଆ। ତ ରାଇଟ୍ ଆନ୍ସର କ'ଣ ହବା? ଚିରିଆ ହବ। ଅପସନ୍ ଡି ହବ ରାଇଟ୍ ଆନ୍ସର। କେଉଁଟି ଏକ ଅପତଟ ଖଣିଜ ବା ତୈଳ ଖଣି ଅଟେ? କେଉଁଟି ଏକ ଅପତଟ ଖଣିଜ ତୈଳ ବା ତୈଳ ଖଣି ଅଟେ? କୋଉଟା? ନା ଦେଖନ୍ତୁ ଅପସନ୍ ଏ ହବ ବାସେନ୍।
କେଉଁଟି ସର୍ବୋତ୍କୃଷ୍ଟ କୋଇଲା? ସବୁଠାରୁ ଉତ୍କୃଷ୍ଟ କୋଇଲାଟି ହେଉଛି ପିଲେ ଆନ୍ଥ୍ରାସାଇଟ୍ ହେଉଛି କୋଇଲା ହେଉଛି ସବୁଠାରୁ ଉତ୍କୃଷ୍ଟ କୋଇଲା। ତାପରେ ଦେଖନ୍ତୁ ପ୍ରମୋଦ ଉଦ୍ୟାନ କେଉଁ ସମ୍ବଳର ଅନ୍ତର୍ଗତ? ପ୍ରମୋଦ ଉଦ୍ୟାନ କୋଉଟା ହବ? ଗୋଷ୍ଠୀ ସମ୍ବଳର ଅନ୍ତର୍ଗତ ନା? ହଁ, କାହିଁକି ନା ଗୋଷ୍ଠୀ ହେଇକି କହନ୍ତି, ବ୍ୟକ୍ତିଗତ ହବନି, ଜାତୀୟ ମଧ୍ୟ ହବନି, ସ୍ଥାନୀୟ ହବନି, ତ ନିହାତି ଗୋଷ୍ଠୀ ହବ। 1 ବର୍ଷ କିମ୍ବା ତାଠାରୁ କମ୍ ସମୟ ପାଇଁ କୃଷି କରାଯାଇ ନଥିବା ଭୂମି କେଉଁ ଶ୍ରେଣୀର ଅଟେ? 1 ବର୍ଷ ନହେଲେ ତାଠାରୁ କମ୍ ସମୟ ପାଇଁ କୃଷି କରାଯାଇ ନଥିବା ଭୂମି କୋଉଟା ହବ? ଦେଖନ୍ତୁ କୋଉଟା ହବ? ଦେଖନ୍ତୁ 1 ବର୍ଷ କିମ୍ବା ତାଠୁ ପୁରୁଣା ହବନି, ଅଣକୃଷି ହବ କି ଅଣକୃଷି କିଛି ବି ହବନି, ଗୋଚର ହବ ଚଳନ୍ତି ପତ୍ର ବୋଲି କହିବା। ଭାରତର କେଉଁ ଭୂମିରେ ଶୁଷ୍କ କୃଷି, ସୋପାନ କୃଷି ଓ ରୋପଣ କୃଷି ଇତ୍ୟାଦି ଦେଖାଯାଏ? ଭାରତର କେଉଁ ଭୂମିରେ ଶୁଷ୍କ କୃଷି, ସୋପାନ କୃଷି ଆଉ ରୋପଣ କୃଷି ଏତିକି ଦେଖାଯାଏ? ନା ଭାରତର ପାର୍ବତ୍ୟ ଅଞ୍ଚଳ, ଏଇ ଯୋଉ ପାର୍ବତ୍ୟ ଢାଲୁ ମାଳଭୂମି। ନିମ୍ନଲିଖିତ ଖଣିଜ ପଦାର୍ଥ ମଧ୍ୟରୁ କେଉଁଟି ଲୋହିତ ମୃତ୍ତିକାରେ ଅଧିକ ପରିମାଣ ଥାଏ? କେଉଁ ମୃତ୍ତିକାରେ ଅଧିକ ଲୋହିତ ମୃତ୍ତିକା ରହିଥାଏ? ତ ହବ କୋଉଟା? ପଟାସ। ଲୋହିତ ମୃତ୍ତିକାରେ ଅଧିକ ପଟାସ ଥାଏ। ମନେ ରଖନ୍ତୁ, ଲୋହିତ ମୃତ୍ତିକାରେ ଅଧିକ କଣ ଥାଏ? ନା ପଟାସ ଥାଏ। ତାପରେ ଦେଖନ୍ତୁ ନିମ୍ନଲିଖିତ ମଧ୍ୟରୁ କେଉଁ ମୃତ୍ତିକା ଗଠନରେ ପରିବେଶର ଏକ କାରକ ନୁହେଁ? କେଉଁଟି ମୃତ୍ତିକା ଗଠନରେ ଗୋଟେ କାରକ ନାହିଁ? ତ ଦେଖନ୍ତୁ ପୃଷ୍ଠ ସଂରଚନା ଗୋଟେ କାରକ, ପୃଷ୍ଠ ଢାଲୁ ମଧ୍ୟ ଗୋଟେ କାରକ, ଜୈବାଂଶ ମଧ୍ୟ ଗୋଟେ କାରକ, କିନ୍ତୁ ଖଣିଜ ପଦାର୍ଥ ଗୋଟେ କାରକ ନୁହଁ। ଆସାମରେ କେଉଁ ଅରଣ୍ୟ ଦେଖାଯାଏ? ମନେ ରଖନ୍ତୁ, ଆସାମରେ କେଉଁ ଅରଣ୍ୟ ଦେଖାଯାଏ? ନା ଅଧିକ ଆର୍ଦ୍ର ପାର୍ବତ୍ୟ ଅରଣ୍ୟ। ଅଧିକ ଆର୍ଦ୍ର ପାର୍ବତ୍ୟ ଅରଣ୍ୟ। କେଉଁଟି ଜୈବମଣ୍ଡଳର ଅନ୍ତର୍ଗତ ନୁହେଁ? ସୌରମଣ୍ଡଳ ହେଉଛି ଜୈବମଣ୍ଡଳର ଅନ୍ତର୍ଗତ ନୁହେଁ। କୋଉଟା ହବ? ଅପସନ ଏଟା ହବ। ଗୁଜରାଟର ସୌରାଷ୍ଟ୍ରରେ ଥିବା ଗିର୍ ଅଞ୍ଚଳ କେଉଁ ବନ୍ୟପ୍ରାଣୀ ପାଇଁ ପ୍ରସିଦ୍ଧ? ଗିର୍ ଅଞ୍ଚଳ ମନେ ରଖନ୍ତୁ ସିଂହ ପାଇଁ ପ୍ରସିଦ୍ଧ ହେଲା। ଗିର୍ ଅରଣ୍ୟ ସିଂହ ପାଇଁ ପ୍ରସିଦ୍ଧ। ଘରୋଇ ବା ବ୍ୟକ୍ତିଗତ ମାଲିକାନାର କେଉଁ ଅର୍ଥ ବ୍ୟବସ୍ଥାର ଅନ୍ତର୍ଗତ? ଘରୋଇ ବା ବ୍ୟକ୍ତିଗତ ମାଲିକାନାରେ ରହିଥିବା କେଉଁ ଅର୍ଥ ବ୍ୟବସ୍ଥାର ଅନ୍ତର୍ଗତ ହବ? କୋଉଟା? ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା। 17 ନମ୍ବର, ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଯୋଗାଇ ଦିଆଯାଏ ନାହିଁ? ସାଧାରଣ ବଣ୍ଟନ ମାନେ ଯାହାଟାକୁ ଯୋଗାଇ ଦିଆଯାଏ ନାହିଁ। ସାଧାରଣ ବଣ୍ଟନ ବ୍ୟବସ୍ଥା କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ? ସାଧାରଣ ବ୍ୟବସ୍ଥାଟା ଗରିବ ମାନଙ୍କ ପାଇଁ ଉଦ୍ଦିଷ୍ଟ। ନିମ୍ନୋକ୍ତ ମଧ୍ୟରୁ କେଉଁ ଖାଉଟି ସୁରକ୍ଷା କମିଶନ ଦିଲ୍ଲୀରେ ଅଛି? ଦିଲ୍ଲୀରେ ଯୋଉ ଖାଉଟି ସୁରକ୍ଷା ଅଛି କୋଉଠି? ଜାତୀୟ ଉଦ୍ୟାନ ଦିଲ୍ଲୀରେ ଅଛି। ଖାଉଟି ଅଭିଯୋଗର ଶୁଣାଣି କେତେ ମାସ ମଧ୍ୟରେ ହେବାର ବ୍ୟବସ୍ଥା ରହିଛି? କେତେ? 3 ମାସ। କେଉଁଟି ଏକ ବିକଶିତ ଦେଶର ଲକ୍ଷଣ ନୁହେଁ? ବିକଶିତ ଦେଶ କୋଉଟା ପିଲେ? ନା ଜୀବନ ଧାରଣର ମାନ ନିମ୍ନ ହେବା ହେଲା। ନିମ୍ନୋକ୍ତ ମଧ୍ୟରେ କେଉଁଟି ଗୋଟେ ବିକାଶୋନ୍ମୁଖୀ ଦେଶ ଅଟେ? ବିକାଶୋନ୍ମୁଖୀ ଦେଶ କହିଛି ଫ୍ରାନ୍ସ ନା ପାକିସ୍ତାନ, ଇଂଲଣ୍ଡ, ଜାପାନ। ବିକାଶୋନ୍ମୁଖୀ କହିଛି। ବିକାଶୋନ୍ମୁଖୀ କାହିଁକି ନା ଦେଖନ୍ତୁ ଅପସନ ଗୁଡି ଦେଖନ୍ତୁ, ନା ଏଗୁଡିକ ବିକଶିତ ଦେଶ। ଜାପାନ ଗୋଟେ, ଫ୍ରାନ୍ସ ଗୋଟେ, ଇଂଲଣ୍ଡ ଗୋଟେ, ଏଇ 3 ରହିଲା କଣ? ବିକଶିତ ଦେଶ। କିନ୍ତୁ ବିକାଶୋନ୍ମୁଖୀ ଦେଶ କହିଛି ନା ନିହାତି ପାକିସ୍ତାନ ଅଲଗା, ପାକିସ୍ତାନ ହବ। ମୁଣ୍ଡ ପିଛା ଆୟ କିପରି ନିରୂପଣ କରାଯାଏ? ମୁଣ୍ଡ ପିଛା ଆୟ ନା ମୋଟ ଜାତୀୟ ଆୟକୁ ସେହି ଦେଶର ଜନସଂଖ୍ୟା ଦ୍ୱାରା ଭାଗ କରିବା, ତାହେଲେ କଣ ହବ? ମୋଟ ଜାତୀୟ ଆୟ ବାଇ ସେ ଦେଶ ଜନସଂଖ୍ୟା। ତ ଅପସନ ବି ଟା ହବ ରାଇଟ ଆନ୍ସର। 24 ନମ୍ବର, 1991 ମସିହା ନୂତନ ଅର୍ଥନୀତିର ପ୍ରଚଳନ ପୂର୍ବରୁ ଆମ ଦେଶର ଜାତୀୟ ଆୟ କେତେ ପ୍ରତିଶତକୁ କମି ଆସିଥିଲା? 0.8%କୁ କମି ଆସିଥିଲା ପିଲେ। ସରକାରୀ ଉଦ୍ୟୋଗ ଗୁଡ଼ିକର ବିଫଳତା ଯୋଗୁଁ କେଉଁ ନୀତି ପ୍ରଣୟନ କରାଯାଇଛି? ସରକାରୀ ଉଦ୍ୟୋଗ ଗୁଡ଼ିକର ବିଫଳତା ଯୋଗୁଁ କୋଉ ନୀତି? ନା ଘରୋଇକରଣ ନୀତି ପିଲେ। ଅପସନ ଏ ହବ ଘରୋଇକରଣ ନୀତି। ତାପରେ ଦେଖନ୍ତୁ ପିଲେ 26 ନମ୍ବରକୁ ଯିବା। 25 ନମ୍ବର ତ ବର୍ତ୍ତମାନ ଭୂଗୋଳ ଅର୍ଥନୀତି ସରିଲା, କିନ୍ତୁ ଆମେ ଖ ବିଭାଗ ଦେଖିବା। 26ରୁ ଆରମ୍ଭ ଇତିହାସ ଆଉ ରାଜନୀତି ବିଜ୍ଞାନ। ଦେଖନ୍ତୁ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକକୁ କେଉଁ ଦଳ ପ୍ରତ୍ୟାଖ୍ୟାନ କରିଥିଲା? ସମ୍ବିଧାନ ଯେତେବେଳେ ବସିଲା କେଉଁ ଦଳ
ନା ମୁସଲିମ ଲିଗ। କାହିଁକି? ମୁସଲିମ ଲିଗ ଚାହୁଁଥିଲା ଯେ କ'ଣ ଭାରତ ବିଭାଜିତ ହୋଇଯାଉ, ଗୋଟେ ଭାରତ ହବ ଗୋଟେ ପାକିସ୍ତାନ ହବ। ସେଥିପାଇଁ ମୁସଲିମ ଚାହୁଁଥିଲା ଏହି ଯେଉଁ ସମ୍ବିଧାନ ପ୍ରଣୟନ ସଭାକୁ ପ୍ରତ୍ୟାଖ୍ୟାନ କରିଥିଲା। କାହିଁକି? ନା ଭାରତ ପାଇଁ ଗୋଟେ ସମ୍ବିଧାନ ପ୍ରଣୟନ ହେଇଯିବ, ପାକିସ୍ତାନ ବ୍ୟବସ୍ଥା କିଛି କୁହାଗଲାନି, ତ ସେଥିପାଇଁ ମୁସଲିମ ଲିଗ ପ୍ରତ୍ୟାଖ୍ୟାନ କରୁଥିଲା। ତ ଏଇଟା କ'ଣ ହବ? ରାଇଟ୍ ଆନ୍ସର ଡି ହବ। ଭଞ୍ଜନଗରର ପୁରାତନ ନାଁ ଥିଲା ରସୁଲକୋଣ୍ଡା। ମନେ ରଖନ୍ତୁ ରସୁଲକୋଣ୍ଡା। କେଉଁ ଭାଇସରାୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ? ସାଙ୍ଗମାନେ ଏଇଟା ଟିକେ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ତ ଲର୍ଡ ରିପନ, ମନେ ରଖନ୍ତୁ ଲର୍ଡ ରିପନ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଓଡ଼ିଶାର ସର୍ବପ୍ରଥମ ସୁସଂଗଠିତ ରାଜନୈତିକ ଅନୁଷ୍ଠାନ ହେଲା? ଉତ୍କଳ ସଭା ଥିଲା ଗୋଟେ ରାଜନୈତିକ ଅନୁଷ୍ଠାନ। ସମ୍ମିଳନୀ ନାହିଁ ପିଲେ, ସମ୍ମିଳନୀ ମଧୁବାବୁ ସବୁବେଳେ ରାଜନୀତି ଠାରୁ ଦୂରରେ ରହୁଥିଲେ, କିନ୍ତୁ ଉତ୍କଳ ସଭା ଗୋଟେ ରାଜନୈତିକ ଅନୁଷ୍ଠାନ। ଓଡ଼ିଶା ଡିଭିଜନରେ ମିଶିବା ପୂର୍ବରୁ କଳାହାଣ୍ଡି କେଉଁ ପ୍ରଦେଶର ଅନ୍ତର୍ଭୁକ୍ତ ଥିଲା? କଳାହାଣ୍ଡିରେ ଥିଲା କେନ୍ଦ୍ରୀୟ ପ୍ରଦେଶରେ ମିଶି ଯାଇଥିଲା। ମିଳିତ, ଆଚ୍ଛା କେନ୍ଦ୍ରୀୟ ପ୍ରଦେଶ ମାନେ କ'ଣ? ମଧ୍ୟପ୍ରଦେଶ ବୋଲି ଆପଣମାନେ ଯେଉଁ କହୁଛନ୍ତି ସେଇଟା। ମିଳିତ ସଂସଦୀୟ କମିଟିରେ କେତେ ଜଣ ସଭ୍ୟ ଥିଲେ? ମିଳିତ ସଂସଦୀୟ କମିଟିରେ 16 ଜଣ ସଦସ୍ୟ ରହିଥିଲେ। ଗଡ଼ଜାତ ମିଶ୍ରଣ କାର୍ଯ୍ୟ କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ ହୋଇଥିଲା? ଯେଉଁ ଗଡ଼ଜାତ ଗୁଡ଼ିକ ମିଶିଲା, ଯେତେବେଳେ ପ୍ରଧାନମନ୍ତ୍ରୀ କିଏ ଥିଲେ ଓଡ଼ିଶାର? ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ହରକୃଷ୍ଣ ମହତାବ। ସେ ଥିଲେ ଶେଷ ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ମୁଖ୍ୟମନ୍ତ୍ରୀ। ତାପରେ କେବେ ଗାନ୍ଧିଜୀ ରାଓଲାତ ଆଇନ ବିରୋଧରେ ଆନ୍ଦୋଳନ ପ୍ରତ୍ୟାହାର କଲେ? ରାଓଲାତ ବିରୋଧରେ ଆଇନ ଚାଲିଥିଲା, ଗାନ୍ଧିଜୀ 1919 ମସିହା ଏପ୍ରିଲ 18 ତାରିଖ ଦିନ ପ୍ରତ୍ୟାହାର କରିଥିଲେ। ଆଙ୍ଗୁଳି ଛାପ ଆଇନ ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ ସଂକଳ୍ପବଦ୍ଧ ହେବା ପରେ ଇଂରେଜ ସରକାର ଗାନ୍ଧିଜୀକୁ ବନ୍ଦୀ କରି କେଉଁଠାରେ ରଖିଥିଲା? ଆଙ୍ଗୁଳି ଛାପ, କାହିଁକି? ତ ଦକ୍ଷିଣ ଆଫ୍ରିକାର କଥା କୁହାଯାଇଛି। ଦକ୍ଷିଣ ଆଫ୍ରିକାରେ ଜୋହାନ୍ସବର୍ଗ ଏମ୍ପାୟାର ଥିଏଟର ହଲରେ ରଖିଥିଲେ। ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ କେଉଁ ରାଜ୍ୟର ରାଜା ଥିଲେ? କନିକାର ରାଜା ଥିଲେ। ମନେ ରଖନ୍ତୁ କନିକାର ରାଜା। କଂଗ୍ରେସର ଏକମାତ୍ର ପ୍ରତିନିଧି ଭାବେ କିଏ ଦ୍ୱିତୀୟ ଗୋଲଟେବୁଲ ବୈଠକ ଯୋଗ ଦେଇଥିଲେ? କଂଗ୍ରେସର ଏକ ପ୍ରତିନିଧି ଭାବରେ କିଏ? ମନେ ରଖନ୍ତୁ ମହାତ୍ମା ଗାନ୍ଧୀ କେବଳ ଏକାକୀ ଯାଇଥିଲେ ନାଇଁ। ଆଚ୍ଛା, ଭାଗ୍ୟବତୀ ପାଟ ମହାଦେଇ କେଉଁ ଅଞ୍ଚଳର ରାଣୀ ଥିଲେ? କୁଜଙ୍ଗ ଅଞ୍ଚଳ ରାଣୀ ଥିଲେ ଭାଗ୍ୟବତୀ ପାଟ ମହାଦେଇ। ଦାଣ୍ଡି ଯାତ୍ରା ସମୟରେ ଗାନ୍ଧିଜୀ କେତେ ଜଣ ସହକର୍ମୀଙ୍କୁ ସାଙ୍ଗରେ ନେଇଥିଲେ? 78 ଜଣ ସହକର୍ମୀଙ୍କୁ ନେଇଥିଲେ। ବିନୋବା ଭାବେ କେଉଁଠାରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ? ପାନାଉଠାରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ସୁଭାଷ ଚନ୍ଦ୍ର ବୋଷ କାହାକୁ ନିଜ ରାଜନୈତିକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଲାମାନେ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଗୋପାଳ କୃଷ୍ଣ ଗୋଖଲେଙ୍କୁ ଚିତ୍ତରଞ୍ଜନ ଦାସ ନା, ଚିତ୍ତରଞ୍ଜନ ଦାସ ହବ। କାହିଁକି ନା ଗୋପାଳ କୃଷ୍ଣ ଗୋଖଲେ ରାଜନୈତିକ ଗୁରୁ ହେଉଛନ୍ତି ଗାନ୍ଧିଜୀଙ୍କର ଗୋପାଳ କୃଷ୍ଣ ଗୋଖଲେ, କିନ୍ତୁ ସୁଭାଷ ବୋଷ କହିଛି ନା ଚିତ୍ତରଞ୍ଜନ ଦାସ। ନିମ୍ନୋକ୍ତ ମଧ୍ୟରୁ କେଉଁ ନିର୍ବାଚନ ସମୟରେ ଦଳୀୟ ସଂକେତ ବ୍ୟବହାର କରାଯାଏ ନାହିଁ? ଦଳୀୟ ସଂକେତକୁ କେତେବେଳେ ବ୍ୟବହାର କରାଯାଏ ନାହିଁ? ଦଳୀୟ ସଂକେତ ଯେତେବେଳେ ଲୋକସଭା ସାଂସଦ ହବ, ଦଳୀୟ ହବ। ଦଳର ଚିହ୍ନ ଯେମିତିକି ବିଭିନ୍ନ ପ୍ରକାର ବିଜେଡି, ବିଜେପି, କଂଗ୍ରେସ, ଆମ ଆଦମୀ ସବୁ ହେଉଛି। ରାଜ୍ୟ ବିଧାନସଭା ମଧ୍ୟ ହବ, ପଞ୍ଚାୟତ ସମିତିରେ ମଧ୍ୟ ହବ, କିନ୍ତୁ ସରପଞ୍ଚ ଭୋଟରେ ଦଳୀୟ ମାନଙ୍କ ନାହିଁ। ଆପଣମାନେ ଦେଖିଥିବେ ବିଭିନ୍ନ ପ୍ରକାର ଚିହ୍ନ ସବୁ ବାହାରୁଛି। ରାଜ୍ୟସଭାର ସଦସ୍ୟ ନିର୍ବାଚନ ପ୍ରକ୍ରିୟାରେ ନିମ୍ନୋକ୍ତ ମଧ୍ୟରୁ କିଏ ମତଦାନ କରନ୍ତି? ରାଜ୍ୟସଭାର ସଦସ୍ୟ ମନେ ରଖନ୍ତୁ, ରାଜ୍ୟ ବିଧାନସଭାର ସଦସ୍ୟ। ରାଜ୍ୟସଭାର ସଦସ୍ୟ ନିର୍ବାଚନ ପ୍ରକ୍ରିୟା ନିମ୍ନକୁ କିଏ ମତଦାନ କରନ୍ତି? ନା ବିଧାନସଭାର ସଦସ୍ୟମାନେ। ହେଲା, ତାପରେ ଦେଖିବା 44 ନମ୍ବର 43 ନମ୍ବର ଦେଖିବା ସମ୍ବିଧାନର କେଉଁ ଧାରାରେ 3 ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗ ଗଠନ ବିଷୟ ସୂଚୀ ରହିଛି? 24 ମସିହା 324 ଧାରାରେ। ପ୍ରତି କେତେ ବର୍ଷ ଥରେ ରାଜ୍ୟସଭା ସଦସ୍ୟମାନଙ୍କ ନିର୍ବାଚନ ହୁଏ? ରାଜ୍ୟସଭା ପ୍ରତି 2 ବର୍ଷକୁ ଥରେ ହୁଏ। ନିର୍ବାଚନ ଆୟୋଗରେ କେତେ ଜଣ ଆୟୁକ୍ତ ରହିବେ ତାହା କିଏ ସ୍ଥିର କରନ୍ତି? ନିର୍ବାଚନ ଆୟୋଗରେ କେତେ ଜଣ ଆୟୁକ୍ତ ରହିବେ ତାହାକୁ ରାଷ୍ଟ୍ରପତି ହିଁ କରିପାରିବେ।
କେଉଁ ପ୍ରଦେଶଟି ବିଭାଜିତ ହୋଇ ଗୁଜୁରାଟ ରାଜ୍ୟ ସୃଷ୍ଟି ହେଇଥିଲା? ଯେଉଁ ଗୁଜୁରାଟ ରାଜ୍ୟ ସୃଷ୍ଟି ହେଇଥିଲା କେଉଁ ପ୍ରଦେଶ ମାଡ୍ରାସ ନା ବମ୍ବେ, ମଧ୍ୟପ୍ରଦେଶ, ମହୀଶୂର? କୋଉଟା ହବ? ବମ୍ବେଟା ବିଭାଜିତ ହେଲା। ପ୍ରତ୍ୟକ୍ଷ ଗଣତନ୍ତ୍ର କେଉଁ ଦେଶରେ ପ୍ରଚଳିତ? ପ୍ରତ୍ୟକ୍ଷ ଗଣତନ୍ତ୍ର ଗ୍ରୀସ ଦେଶରେ। ନିମ୍ନଲିଖିତ ଜିଲ୍ଲା ମଧ୍ୟରୁ କେଉଁଟି ସମସ୍ତ ବିଧାନସଭା ଆସନ ସଂରକ୍ଷିତ ରହିଛି? ନବରଙ୍ଗପୁର। ସମ୍ବିଧାନର କେଉଁ ଧାରା ଅନୁଯାୟୀ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ମକଦ୍ଦମା ସର୍ବୋଚ୍ଚ ନ୍ୟାୟାଳୟରେ ପାରିବ? ଧାରା 71। ଓଡ଼ିଶାର ରାଜ୍ୟ ନିର୍ବାଚନ ଆୟୋଗକୁ ନିମ୍ନୋକ୍ତ ମଧ୍ୟରୁ କିଏ ନିଯୁକ୍ତି କରେ? ରାଜ୍ୟ ନିର୍ବାଚନ ଆୟୁକ୍ତକୁ ରାଜ୍ୟପାଳ। ହେଲା ପିଲାମାନେ, ଏବେ ଆମେ 50ଟା MCQ ଆଲୋଚନା କଲେ। ଏଇ 50ଟି MCQ ମଧ୍ୟରୁ ଆପଣମାନଙ୍କର କେତେ ସ୍କୋୟାର ରହିଲା ତାହା ନିଶ୍ଚିତ ମାଧ୍ୟମରେ କମେଣ୍ଟ ଦ୍ୱାରା ଜଣାନ୍ତୁ। ଏବଂ ଯଦି ଭିଡ଼ିଓଟି ଆପଣମାନଙ୍କର ବହୁତ ପ୍ରକାର ହେଲ୍ପଫୁଲ୍ ହେଇଛି, ଭିଡ଼ିଓଟିକୁ ଲାଇକ୍ କରିଦେବେ। ତା ସହିତ ଏମିତିକା ସମସ୍ତ ପାଠର ଆପଣମାନେ ସେଟ୍କୁ ପ୍ରାକ୍ଟିସ୍ କରିବା ପାଇଁ ଆପଣମାନେ କ'ଣ କରିବେ? ଏଇ ଚ୍ୟାନେଲକୁ ଆମର ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନ୍ କ୍ଲିକ୍ କରିବେ। ଯାହାଫଳରେ କି ଆମର ଯେତେବେଳେ ସମସ୍ତ ଭିଡ଼ିଓ ଅପଲୋଡ଼ କରିବୁ ଆପଣମାନେ ସର୍ବପ୍ରଥମେ ଆପଣମାନେ ନୋଟିଫିକେସନ୍ଟି ପାଇପାରିବେ। ଓକେ, ରହୁଛି ବନ୍ଧୁଗଣ। ନେକ୍ସଟ ଭିଡ଼ିଓରେ ଆମେ ପୁଣି ଥରେ ଗୋଟିଏ ଅପଡ଼େଟ୍ ନେଇ ଆସିବା। ଜୟ ଜଗନ୍ନାଥ।